ଆଗକୁ ବଦଳିଯିବ ରାଜ୍ୟ ଗଣଶିକ୍ଷା ଅଧୀନରେ ପରିଚାଳିତ ହେଉଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକ। ଏଥିପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଏନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ପାଠ୍ୟପୁସ୍ତକ ବଦଳିବା ନେଇ ବିଧାନସଭାରେ ଏହି ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ। ଗଣଶିକ୍ଷା ବିଭାଗରେ ଅଧୀନରେ ଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ସରକାରଙ୍କ ପରିକଳ୍ପନା ରହିଛି। ଏହାର ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମରେ ଜାରି ରହିଛି। ନୂଆ ପାଠ୍ୟପୁସ୍ତକ ଡ୍ରାଫ୍ଟ କରିବା ପାଇଁ କମିଟି ଗଠିତ ହୋଇଛି। ଜାତୀୟ ପାଠ୍ୟକ୍ରମ ରୂପରେଖା ସମାନ୍ତରାଳ ରେଖା ରାଜ୍ୟ ପାଠ୍ୟକ୍ରମ ରୂପରେଖା ପ୍ରସ୍ତୁତ ହେବ। ଓଡ଼ିଶାର ସଂସ୍କୃତି, ଭୌଗୋଳିକ, ଲଜିଷ୍ଟିକ୍ ବିଷୟବସ୍ତୁ ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମରେ ସ୍ଥାନ ପାଇବ। ପାଠ୍ୟକ୍ରମ ବଦଳାଇବା ପାଇଁ ସରକାରଙ୍କର ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତି ବିରୋଧୀ। ଗୌରୀକରଣ ପାଇଁ ଏହା ଏକ ଯୋଜନା ବୋଲି କହିଛନ୍ତି ବିଜେଡି ବିଧାୟକ। କଂଗ୍ରେସ କହିଛି ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପୂର୍ବରୁ ବିଦ୍ୟାଳୟରେ ଆଗ ଶିକ୍ଷକ ନିଯୁକ୍ତି କରନ୍ତୁ। ଜବାବରେ ବିଜେପି ବିଧାୟକ କହିଛନ୍ତି ଆଗରୁ ପିଲାମାନେ ମୋଗଲଙ୍କ କଥା ପଢୁଥିଲେ, ଏବେ ତାହା ବଦଳିବା ଦରକାର। ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସ୍କୁଲ ସ୍ତରରେ ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।